ବର୍ତ୍ତମାନ ସମୟରେ ଭିତରକନିକା ଜାତୀୟ ଉଦ୍ୟାନରେ କୁମ୍ଭୀର ବସା ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି। ସାଧାରଣତଃ ମନରେ ଗୋଟେ ପ୍ରଶ୍ନ ଆସେ ଯେ କୁମ୍ଭୀର ମାନେ ପାଣିରେ ରହନ୍ତି, ସେମାନେ କଣ କେମିତି ବସା କରନ୍ତି, କଣ କେମିତି ଅଣ୍ଡା ଦିଅନ୍ତି ଏବଂ ସେଥିରୁ କଣ କେମିତି ଛୁଆ ଫୁଟେ, ସ୍ଥଳ ଭାଗରେ ସେମାନେ କେଉଁଭଳି ଭାବରେ ବସା ତିଆରି କରନ୍ତି, ଏ ତମାମ ପ୍ରଶ୍ନ ବିଷୟରେ ଆମେ ଆଲୋଚନା କରିବା। ଆମ ସହିତ ଏସ୍ଏଫ୍ ସାର୍ ଅଛନ୍ତି। ସାର୍ ଆପଣଙ୍କୁ କନକ ନ୍ୟୁଜକୁ ସ୍ୱାଗତ। ଆମେ ସବୁ ଜାଣିବା ପାଇଁ ଚାହିଁବୁ ପ୍ରଥମେ ଯେ ସାଧାରଣତଃ କୁମ୍ଭୀର ମାନେ ପାଣି ଭିତରେ ରହିଥାନ୍ତି, ତ ସେମାନେ କେଉଁ ସମୟରେ ଉପରକୁ ଆସନ୍ତି ଏବଂ କଣ କେମିତି ସେମାନେ ଯୋଉ ବସା ଦିଅନ୍ତି, ଅଣ୍ଡା କରନ୍ତି, ପୁରା ପ୍ରକ୍ରିୟା କଣ କେମିତି ରହେ? ନାଇଁ ସେମାନେ ତ ଆକ୍ଚୁଆଲି ମାନେ ଆମର ଯୋଉଟା ପ୍ରଜାତି ଅଛି ସେଟା ବଉଳା କୁମ୍ଭୀର। ତେଣୁ ବଉଳା କୁମ୍ଭୀର ସିଏ ଏସ୍ପେରେନ୍ ପାଣିରେ ରହେ, କିନ୍ତୁ ତାର ବସାଟା ସେ ସବୁବେଳେ ଉପରେ କରିଥାଏ, ଯୋଉଠିକି ଜୁଆର ପାଣି ଯାଇପାରିବ ଏବଂ ସେ ତାର ବସା ତାର ମେ ମାସ ଷ୍ଟାର୍ଟ କରେ, ଯୋଉଟା କି ଖରଖରି ପତ୍ର ହେଲା କିମ୍ବା ଆମର ଆଳିଆ ଘାସ ହେଲା, ଏନ୍ତାଳ ପତ୍ର ହେଲା, ତାକୁ ନେଇକିରି ସେ ଗୋଟେ ସ୍ତୂପ ଟାଇପ ର ବସା କରେ। ହାଇଟ୍ ମାନେ ସ୍ତୂପ ଟାଇପ ର ବସା କରିବ ଏବଂ କଲା ପରେ ତା ପାଖରେ ଗୋଟେ ଚୁଆଟେ ଖୋଳିଥିବ, ଯେମିତି ଯୋଉ ଜୁଆର ପାଣିଟା ଆସିଲେ ସେଠି ପାଣି ରହୁଛି। ସେଇ ହିସାବରେ ସେ ବସା କରିବ, ଯେମିତି ତାର ଟେମ୍ପରେଚରଟାକୁ ସେ ମେଣ୍ଟେନ୍ କରିପାରିବ। ତାର ଟେମ୍ପରେଚର ଯୋଉ ଟେମ୍ପରେଚରରେ ଛୁଆ ଅଣ୍ଡାରୁ ଛୁଆ ଫୁଟିବା କଥା ସେଇଟାକୁ ସେ ମେଣ୍ଟେନ୍ କରିବା ପାଇଁ ସେ ଯଦି ତାର ଟେମ୍ପରେଚର ଅଧିକା ହେଇଯିବ, ସେ ପାଣିରେ ବାଡେଇ ହେଇକି ପାଣି ପକେଇକି ଟେମ୍ପରେଚରଟା କମ କରିବ। ପୁଣି ତାପରେ ଯଦି ଟେମ୍ପରେଚର କମିଗଲା ତାହେଲେ ପୁଣି ସେଇ ଯୋଉ ପତ୍ର କାଠି କୁଟା ତାକୁ ଆଣିକି ତା ଉପରେ ଲଗେଇକି ସେଟାକୁ ସେ ପୁଣି ଇଏ କରିବ, ତାର ଟେମ୍ପରେଚରଟାକୁ ମେଣ୍ଟେନ୍ କରିକି ପ୍ରକ୍ରିୟା କେତେ ଦିନ ଧରି ଚାଲେ? ଆଉ ଯେତେବେଳେ ଆମେ ଦେଖିଛୁ କୁମ୍ଭୀରଟି ମାସ ମାସ ଧରି ଜଗି ରହେ ତାର ବସାଟିକୁ, ସେଇ ସମୟରେ ତାର ଖାଦ୍ୟ କଣ, ସେ କଣ କେମିତି ଖାଦ୍ୟ ଗ୍ରହଣ କରେ, ଆଉ କେତେ ଦିନ ଧରି ସେ ବସାଟିକୁ ଜଗି ରହିଥାଏ? ତାର ସମ୍ପୂର୍ଣ୍ଣ ପ୍ରକ୍ରିୟାଟା ପାଖାପାଖି 75 ଦିନ ରହିବ ଏବଂ ସେଇ ଟାଇମରେ ସେ ପ୍ରାୟତଃ ଅଧିକା ଖାଦ୍ୟ ଖାଏନି। ଯୋଉ ମୁଁ କହୁଥିଲି ଯୋଉ ଚୁଆଟା ଖୋଳିକି ରହିଥିବ, ଯଦି ଜୁଆର ପାଣିରେ କିଛି ମାଛ ଆସିଲେ ସେଇଟାକୁ ସେ ଖାଇବ। ସେଇ ଟାଇମଟା ପୁରା ଇଏ ଥାଏ, ମାନେ ଯେମିତି ନ ଖାଇଲେ ବି ସେ ରହିପାରିବ। ସେଇ ଅନୁସାରେ ତାର ବଡିର ଯୋଉ କଣ୍ଡିସନ ଅଛି। ଏ କୁମ୍ଭୀର ପାଖାପାଖି କେତୋଟି ଅଣ୍ଡା ଦେଇଥାନ୍ତି ଏବଂ ସେଥିରୁ କେତେ ପ୍ରତିଶତ ଅଣ୍ଡା ନଷ୍ଟ ହେଇଯାଏ, କେତେ ପ୍ରତିଶତ ଅଣ୍ଡାରୁ ଛୁଆ ବାହାରନ୍ତି? ସେଟା ତ ଏପର୍ଯ୍ୟନ୍ତ ମାନେ ପାଖାପାଖି ସେମାନେ 40 ରୁ 60 ଅଣ୍ଡା ଦିଅନ୍ତି ଗୋଟେ କୁମ୍ଭୀର। ଆଉ କିନ୍ତୁ ତାର ଯୋଉ ସର୍ଭାଇଭାଲ ପରସେଣ୍ଟ ବହୁତ ମିନିମମ୍ ଅଛି, ଯୋଉଟା କି ତାର ବିଭିନ୍ନ ଉପାୟରେ ସେଗୁଡା ସବୁ ନଷ୍ଟ ହୁଏ। ମାନେ ପ୍ରାୟତଃ ଯୋଉ ଯେତେବେଳେ ମା କୁମ୍ଭୀର ନଥିବ ସେଇ ଟାଇମରେ ଗୋଧି ଅଣ୍ଡାକୁ ଖାଇ ଦେଇ ପାରନ୍ତି। ଅଣ୍ଡାରୁ ଛୁଆ ହେଲା ପରେ ତାପରେ ଛୋଟ ଛୋଟ ଯୋଉ ଆମର ପକ୍ଷୀ ଅଛନ୍ତି, ଯୋଉ ଚିଲ ଟାଇପ ର ପକ୍ଷୀ ଅଛନ୍ତି, ସେମାନେ ବି ଖାଇଦିଅନ୍ତି। ତାପରେ ବଡ ବଡ ମାଛ ମାନେ ବି ଖାଇଦିଅନ୍ତି। ତେଣୁ ତାର ଯୋଉ ସର୍ଭାଇଭାଲ ପରସେଣ୍ଟଟା ବହୁତ କମ୍। ଚଳିତ ବର୍ଷରେ କେତୋଟି କୁମ୍ଭୀର ବସା ଚିହ୍ନଟ କରାଗଲାଣି, ଆଉ ଆପଣ କେତେ ଆଶାବାଦୀ ଅଛନ୍ତି ଯେ ବିଗତ ବର୍ଷ ମାନଙ୍କ ଅପେକ୍ଷା ଚଳିତ ବର୍ଷ କୁମ୍ଭୀର ବସା ସଂଖ୍ୟା ବୃଦ୍ଧି ପାଇବ? ନା, କୁମ୍ଭୀର ବସା ବୃଦ୍ଧି ପାଇବା ତା ମାନେ ଯୋଉ ଆଡଲ୍ଟ କୁମ୍ଭୀର ଉପରେ ଡିପେଣ୍ଡ, କେତେ ଆମର ଆଡଲ୍ଟ କୁମ୍ଭୀର ବଢିଛି ସେଇ ଅନୁସାରେ ଦେଖିବାକୁ ପଡିବ। ତାପରେ ସବୁଠାରୁ ଟପ୍ କାମ ହଉଛି କୁମ୍ଭୀର ବସା ଲୋକେଟ କରିବା, କାହିଁକିନା ବହୁତ ସେମାନେ ହାଇଟରେ କରିଥାନ୍ତି ଏବଂ ବହୁତ ନଦୀର ପାଖାପାଖି ଥିବ କିନ୍ତୁ ହାଇଟରେ ଥିବ, ସେ ଜାଗାକୁ ପ୍ରୋସିଡ୍ କରିବା କଷ୍ଟ ହଉଥିବ, ସେମିତି ଜାଗାରେ କରନ୍ତି। ତେଣୁ ଆମର ପାଖାପାଖି 4ଟା ଟିମ୍ କନିକାରେ କରାହେଇଛି, ସେମାନେ ତାଙ୍କର ବସା ଲୋକେଟ କାର୍ଯ୍ୟ କଣ୍ଟିନ୍ୟୁ କରୁଛନ୍ତି। ବର୍ତ୍ତମାନ ଚାଲିଛି, କଣ୍ଟିନ୍ୟୁ ସରିଯିବ ଆଉ 4-5 ଦିନ। ପ୍ରଶ୍ନ ଆସୁଛି, ଯେତେବେଳେ କୁମ୍ଭୀର ଆକ୍ରମଣରେ ଲୋକମାନଙ୍କର ଜୀବନ ଧନ ନଷ୍ଟ ହେଉଛି, ଏପଟେ କିନ୍ତୁ ବନ ବିଭାଗ କେଉଁଭଳି ଭାବରେ କୁମ୍ଭୀର ସଂଖ୍ୟା ବୃଦ୍ଧି ପାଇବ ସେ ନେଇକି ସମ୍ପୂର୍ଣ୍ଣ ଭାବରେ ତତ୍ପର ଦେଖାଉଛି। ଗୋଟିଏ ସନ୍ତୁଳନ ଆବଶ୍ୟକତା ରହିଛି କି ଯେତେବେଳେ କୁମ୍ଭୀର ନଦୀରେ ଅଧିକ ସଂଖ୍ୟାରେ ବଢୁଛି, କେତେବେଳେ ବାଡି ଭିତରେ ପଶିକି ଲୋକମାନଙ୍କୁ ମଧ୍ୟ ଆକ୍ରମଣ କରୁଛି, ଏ ନେଇକି ଆପଣ କଣ ସନ୍ଦେହ ଦେବା ପାଇଁ ଚାହିଁବେ? ନାଇଁ, ମୋର ତ ମାନେ ମେନ୍ କଥା ହଉଛି ଆମେ ବର୍ତ୍ତମାନ ସୁଦ୍ଧା ଯୋଉ ପରିମାଣରେ ଆମର ଯୋଉ ଚାଲିଥିଲା ଆର୍ଟିଫିସିଆଲ ହ୍ୟାଚେରୀ ବର୍ତ୍ତମାନ ସମ୍ପୂର୍ଣ୍ଣ ବନ୍ଦ ଅଛି। ତେଣୁକରି ଆମେ ଆଉ ଚାହୁଁନୁ ବୃଦ୍ଧି କରିବା ପାଇଁ, ଜଷ୍ଟ କେବଳ ରିସର୍ଚ୍ଚ ପ୍ରପୋଜରେ ଗୋଟେ ନେକ୍ସଟ ଆସୁଛି ଏବଂ ତାକୁ ଇଏ କରାହଉଛି ଯେ ଯୋଉ ପ୍ରାକ୍ଟିସଟା ରହିବ ବୋଲି, ନହେଲେ ପ୍ରାକ୍ଟିସ ଭୁଲ ହେଇଯିବ, ପୁଣି ନେକ୍ସଟ କଣ ହବ କେହି କହିପାରିବେନି। ତେଣୁକରି ଆମର ମେନ୍ ମାନେ ଆପଣଙ୍କ ଚ୍ୟାନେଲ ଜରିଆରେ ମୋର ଗୋଟେ ସନ୍ଦେଶ ରହିବ ଯେ ଯେହେତୁ ପାଖାପାଖି ନଦୀ ଗୁଡାକ ବର୍ତ୍ତମାନ ରେନି ସିଜନ ଆସିଗଲାଣି, ସେଥିପାଇଁ କି କୁମ୍ଭୀର ମାନେ ଅପଷ୍ଟ୍ରିମ୍ କି ଯିବେ, କାରଣ ଯିବେ ତାର ବହୁତ କାରଣ ଅଛି। କିନ୍ତୁ ଗୋଟେ କାରଣ ହଉଛି ଯୋଉ ଆମର କାର୍କାସ, ଯୋଉ ଅପଷ୍ଟ୍ରିମ୍ ଉପର ଇଏରେ ଯୋଉ ମାନେ କାର୍କାସ, ଯୋଉ ଗାଈ ହେଲା, କି ମରିଗଲା, ଛେଳି ମରିଗଲା, ତାକୁ ଯୋଉ ପକେଇ ଦଉଛନ୍ତି, ତାର ମାନେ ସ୍ମେଲ ଟା ସେ ବହୁତ ଦୂରରୁ ନେଇପାରେ।
ସେଥିପାଇଁ ସେ ପଶ୍ଚିମ ଆଡକୁ ଯିବ ଏଇ ବର୍ଷା ସିଜନରେ। ତେଣୁକରି ମୋର ଆପଣଙ୍କ ଚ୍ୟାନେଲ ମାଧ୍ୟମରେ ଲୋକମାନଙ୍କୁ ଗୋଟେ ବାର୍ତ୍ତା ରହିବ ଯେ ଆପଣମାନେ ଯଦି ବି କୌଣସି ପାଣିକୁ ୟୁଜ୍ କରୁଛନ୍ତି ଆମର ଯୋଉ ବାତିଂ ଘାଟ ହେଇଛି ସେଇ ବାତିଂ ଘାଟକୁ ୟୁଜ୍ କରନ୍ତୁ ଏବଂ ୱିଦାଉଟ୍ ପ୍ରୋଟେକ୍ସନରେ ଆପଣ ନଦୀ ପାଣିକୁ ଯାଆନ୍ତୁ। ନିହାତି ଭାବରେ ଆପଣ ଶୁଣୁଥିଲେ ବର୍ତ୍ତମାନ ସମୟରେ କୁମ୍ଭୀର ବର୍ଷା ଚିହ୍ନଟ ପ୍ରକ୍ରିୟା ଭିତରକନିକାରେ ଜାରି ରହିଛି। ନିହାତି ଭାବରେ ବନ ବିଭାଗର କର୍ମଚାରୀମାନେ ଏ ନେଇକି ସମ୍ପୂର୍ଣ୍ଣ ତତ୍ପରତା ଦେଖାଉଛନ୍ତି ଏବଂ କେଉଁଭଳି ଭାବରେ ବର୍ଷା ଗୁଡିକ ସୁରକ୍ଷିତ ରହିବ ଏବଂ ସେଥିରୁ କେମିତି ସୁରକ୍ଷିତ ଭାବରେ କୁମ୍ଭୀର ଛୁଆମାନେ ନଦୀକୁ ଯିବେ ସେ ନେଇକି ଭିତରକନିକା ବା ରାଜନଗର ବନଖଣ୍ଡ ଅଧୀନସ୍ଥ ସମସ୍ତ ବନ କର୍ମଚାରୀମାନେ ତତ୍ପରତା ଦେଖାଉଛନ୍ତି। ରାଜନଗର ଭିତରକନିକାରୁ ତାପସ ପରିଡ଼ା, କନକ।